ମୁଁ ତ ଏଇଠୁ ହୃଦୟରୁ ସାଧୁବାଦ ଜଣେଇବି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ଏବଂ ମୋର ଏ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସକୁ ଯେ ନୂଆ ପ୍ରୋଗ୍ରାମ ସବୁ ଜାଗାରେ ହଉଛି, କିନ୍ତୁ ଦେଖନ୍ତୁ ଯାଜପୁର ଜିଲ୍ଲାର ଯାଜପୁର ବ୍ଲକରେ ଯୋଉଭଳି ଭାବରେ ଖେଳ କାର୍ଯ୍ୟକ୍ରମ ହଉଛି ଏବଂ ଯୋଉଭଳି ଭାବରେ ସ୍ପୋର୍ଟସ କମ୍ପ୍ଲେକ୍ସ ହଉଛି, ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଚାହିଁଛନ୍ତି କ୍ରୀଡ଼ାକୁ କେମିତି ଆଗକୁ ନେଇପାରିବେ। ସେଥିପାଇଁ ତ ସେ ଓଡ଼ିଶା ଭଳି ଗୋଟେ ରାଜ୍ୟ ହକିକି ଆଜି ନ୍ୟାସନାଲ ହକିକି ସ୍ପନ୍ସର୍ସ କରୁଛି। ଆଜି ଯଦି ଦେଖିବେ ପିଲାଟେ ବଣ ମଲ୍ଲିଟେ କେବଳ ବଣରେ ନ ଝଡ଼ି ଯାଉ, ତା ଭିତରେ ଥିବା ଅନ୍ତର୍ନିହିତ ଗୁଣ ବାହାରକୁ ଆସୁ, ସେ ଭଲ ଖେଳୁ, ଭଲ ପଢୁ, ଭଲ ସାମାଜିକ କାମ କରୁ, ସଂସ୍କୃତି ସମ୍ପନ୍ନ ହଉ, ସେଇଥିପାଇଁ ଏ ନୂଆ ଓର କାର୍ଯ୍ୟକ୍ରମ। ପିଲାଟେ ଖେଳୁ, ଆଗକୁ ବଢୁ, ଓଡ଼ିଶା ଆଗକୁ ବଢିବ, ଯାଜପୁର ଜିଲ୍ଲାର ମଧ୍ୟ ନାଁ ରହିବ। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନୂଆ ଓ ପ୍ରୋଗ୍ରାମ ସମସ୍ତେ ପାଠ ଉପରେ ଯେତେବେଳେ ଗୁରୁତ୍ୱ ଦେଇଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ପାଠ ଉପରେ ମଧ୍ୟ ଗୁରୁତ୍ୱ ଦେବା ସାଙ୍ଗେ ସାଙ୍ଗେ କ୍ରୀଡ଼ା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ଭଳି ଗୋଟେ ଜାଗାରୁ ଆଜି ମଧ୍ୟ ଯଦି ଦେଖିବେ ଓଡ଼ିଶା ହକିର ମଧ୍ୟ ଏନ୍ତୁଡ଼ିଶାଳ ଆମେ କହିବା ସୁନ୍ଦରଗଡ଼, ସବୁ ଜାଗାରେ ଡେଭଲପମେଣ୍ଟ କାମ ଚାଲିଛି। ଡେଭଲପମେଣ୍ଟ ସାଙ୍ଗେ ସାଙ୍ଗେ ପିଲାମାନଙ୍କର ବିକାଶ ପାଇଁ ଏ କାର୍ଯ୍ୟକ୍ରମ ହଉଛି, ସବୁ କଲେଜ ସବୁ ବ୍ଲକରେ ହଉଛି। ସେଥିପାଇଁ ମୁଁ ଧନ୍ୟବାଦ ଜଣେଇବି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆକୁ ଇନିସିଏଟିଭ ନେଇଛନ୍ତି 5T ର ଅଧ୍ୟକ୍ଷ ପାଣ୍ଡିଆନ ସାର୍। ଯାଜପୁର ବ୍ଲକରେ ଯେଉଁ ନୂଆ ଉଦ୍ଯାପିତ ଦିବସରେ ଆଜି ଆମର ଏଠି ମାନେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେବ ମହୋଦୟ ଆସିଥିଲେ। ଆଉ ଆମର ଯାଜପୁରର ଦାଦା ଯେ ସମସ୍ତଙ୍କର ପ୍ରିୟ ଫୁଲିଆ ଦାଦା ବା କର୍ଣ୍ଣାଟକ ଶ୍ରୀଦାସ ମହୋଦୟ ସେମାନେ ସିଏ ଆଜି ଉପସ୍ଥିତ ଥିଲେ। ଆଉ ଆଜି ସମସ୍ତ ପିଆରି ମେମ୍ବର ଆଉ ମାନେ ଖେଳରେ ଯେଉଁ ନୂଆ କାର୍ଯ୍ୟକ୍ରମରେ ସମସ୍ତ କଲେଜର ବା ସ୍କୁଲର ପିଲାମାନେ ଯେଉଁ ପାର୍ଟିସିପେଟ୍ କରିଥିଲେ, ଆଜି ସେମାନେ ଉପସ୍ଥିତ ଅଛନ୍ତି। ତାଙ୍କର ମାନେ ଯେଉଁମାନେ ଉତ୍ତୀର୍ଣ୍ଣ ହେଇଛନ୍ତି ସେମାନଙ୍କର ଆଜି ପ୍ରାଇଜ୍ ସେମାନଙ୍କୁ ଦିଆଯିବ। ବଣରେ ଯେଉଁ ମାନେ ମଲ୍ଲି ସେମାନେ ସେଭଳି ନ ରୁହନ୍ତୁ, ମାନେ ଗାଁରୁ ଆସି ଯେଉଁମାନେ ସେମାନେ ଆଜି ଆସିକି ଆମ ଜିଲ୍ଲାରେ ହଉ ରାଜ୍ୟରେ ହଉ ସବୁଥିରେ ନାଁ ରଖନ୍ତୁ, ଖେଳନ୍ତୁ, ଆଗକୁ ଆସନ୍ତୁ। ସେମାନେ ଲୁଚିକି ତାଙ୍କ ପ୍ରତିଭା ଯେମିତି ଲୁଚି ନ ରହୁ, ସେମାନେ ଆଗକୁ ଆସନ୍ତୁ।